ବହୁତ ଦିନ ପୂର୍ବର କଥା। ସୁନ୍ଦରଗଡ଼ ଗ୍ରାମରେ ରାଜୁ ନାମର ଗୋଟିଏ ଗରିବ ଚାଷୀ ରହୁଥିଲା। ତା ପରିବାର ବହୁତ ଛୋଟ ଥିଲା। ତା ପରିବାରରେ ତାର ଗୋଟିଏ ଝିଅ ହିଁ ଥିଲା, ଯାହାର ନାମ ସୀମା ଥିଲା। ବହୁତ ଉତ୍ସାହରେ ରାଜୁ ତାକୁ ସହରରେ ପଢ଼ିବା ପାଇଁ ପଠାଉଥିଲା। ରାଜୁର ଝିଅ ସୀମା ବହୁତ ଚାଲାକ ଝିଅ ଥିଲା। ସେ ଗାଁରେ ରଘୁ ନାମକ ଗୋଟିଏ ଲୋଭୀ ବେଇମାନ ଜମିଦାର ଥିଲା। ସେ ନିଜ ଜମିକୁ ଗରିବ ଚାଷୀଙ୍କୁ ଚାଷ କରିବାକୁ ଦେଉଥିଲା। ତା ବଦଳରେ ସେ ଗରିବ ଚାଷୀମାନଙ୍କଠୁ ଅଧିକ କର ଆଦାୟ କରୁଥିଲା। ଏ ଗରିବ ଚାଷୀଙ୍କର ବି କେମିତି ଜୀବନ ଯେ ବାସ୍ 2 ଟାଇମ୍ ଖାଇବା ପାଇଁ ଦିନ ସାରା କାମ କରୁଛନ୍ତି। ଆଉ ମତେ ଦେଖ, ମୁଁ ଖାଲି ଏମାନଙ୍କୁ ଆଦେଶ ଦଉଛି, ଆଉ ସମୟ ଆସିଲେ ସବୁ ଫସଲ ଗୋଦାମରେ ଭରି ହେଇଯାଏ। ଆଉ ଏ ଗରିବ ଚାଷୀମାନେ ମୋ କଥାରେ ଉଠ ବସ ହେଉଛନ୍ତି। ହଁ ମାଲିକ, ଆପଣ ତ ଏଠାକାର ଜମିଦାର ଆଉ ଚାଷୀମାନଙ୍କୁ ନିଜ ମୁଠାରେ ରଖିଛନ୍ତି। ମାଲିକ, ଏ ଗାଁ କ'ଣ? ଆଖପାଖ ଗାଁରେ ତୁମର ହିଁ ରାଜ ଚାଲିଛି। ସେଥିପାଇଁ ତ ମୁଁ ଚାଷୀମାନଙ୍କୁ ଜମି ଦେଇ ଏମିତି ସର୍ତ୍ତ ରଖୁଛି ଯେ ସବୁ ମୋ ପାଖରେ ହାରି ଯାଉଛନ୍ତି। ସେ ସମୟରେ ସେଠାକୁ ରାଜୁ ଆସେ, ଯିଏକି ବହୁତ ଦୁଃଖୀ ଥାଏ। ମାଲିକ, ମୁଁ ଶୁଣିଛି ଆପଣ ଚାଷୀମାନଙ୍କୁ ଜମି କରରେ ଦେଉଛନ୍ତି। ହଁ, ତୁମେ ଠିକ୍ ଶୁଣିଛ। ମୁଁ ମୋ ଜମି ଚାଷୀମାନଙ୍କୁ କରରେ ଦିଏ। ମାଲିକ, ମୋତେ ବି ଜମି ଦିଅନ୍ତୁ ଚାଷ କରିବାକୁ। ତା ବଦଳରେ ମୁଁ ବି କର ଦେବି। ମୁଁ ଗୋଟିଏ ବର୍ଷ ପାଇଁ ଚାଷ କରିବାକୁ ଚାହୁଁଛି। ମାଲିକ, ମୋ ନାଁ ହେଉଛି ରାଜୁ। ଆଚ୍ଛା, ଠିକ୍ ଅଛି ରାଜୁ, ମୁଁ ତୁମକୁ ଜମି ଚାଷ ପାଇଁ କରରେ ଦେବି। ହେଲେ ମୁଁ ଜମି ଦେବା ପୂର୍ବରୁ କିଛି ସର୍ତ୍ତ ରଖେ। ଠିକ୍ ଅଛି ମାଲିକ, ସର୍ତ୍ତ କୁହନ୍ତୁ। ତୁମେ ବର୍ଷେ ପାଇଁ ଚାଷ କରିବ, ଆଉ ଶେଷରେ ଯାହା ଫସଲ ହେବ ମୁଁ ତାର ଅଧା ନେବି। ଠିକ୍ ଅଛି ମାଲିକ, ମୁଁ ରାଜି ଅଛି। ଜମିଦାର ସହ ସଉଦା କଲା ପରେ ରାଜୁ ସେଠାରୁ ଚାଲିଯାଏ। ଆଉ ତା ପରଦିନ ଚାଷ କରିବାକୁ ସେ କ୍ଷେତରେ ପହଞ୍ଚିଯାଏ। ଚାଲ, ଏବେ ଜମିଦାରଠୁ ଜମି ତ ଆଣିଲି, ଏବେ ମୁଁ ଚାଷ କରିବା ଆରମ୍ଭ କରିବି। ଏଥିପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିବ, ତେବେ ଯାଇକି କିଛି ଅଧିକ ଟଙ୍କା ହେବ। ତାପରେ ଫସଲ ହୋଇଯାଇଥାଏ। ରାଜୁ ସବୁ ଫସଲ କାଟିଦିଏ। ରାଜୁର ଫସଲ କଥା ଜମିଦାର ପାଖକୁ ପହଞ୍ଚିଯାଏ। ମାଲିକ, କ'ଣ ତୁମେ ଜାଣିନ? ରାଜୁ ତା ଫସଲ କାଟି ସାରିଲାଣି। ଏ ବର୍ଷ ତ ରାଜୁର ଫସଲ ବହୁତ ବଢ଼ିଆ ହୋଇଛି। ଏହା ତ ଭଲ କଥା ଯେ ରାଜୁ ଆଜି ଫସଲ କାଟୁଛି। ଚାଲ ଯାଇକି ଦେଖିବା। ଏଥର ତ ଫସଲ ଭଲ ହୋଇଛି। ଯଦି ଅଧା ଜମିଦାର ନେଇଯିବ ତ ମୋ ପାଖରେ କିଛି ବଞ୍ଚିଯିବ। ଠିକ୍ ସେହି ସମୟରେ ଜମିଦାର ସେଠାକୁ ଆସେ। ଆରେ ରାଜୁ, ଫସଲ ତ ବହୁତ ଭଲ ହୋଇଛି ତୋର। ହଁ ମାଲିକ, ଏ ଫସଲ ପାଇଁ ମୁଁ ବହୁତ ପରିଶ୍ରମ କରିଛି। ପୁରା ଦିନ ରାତି ଗୋଟେ କରିଛି। ଏଥିପାଇଁ ତ ଏତେ ଭଲ ଫସଲ ହୋଇଛି। ଆରେ ଏ ରାଜୁ, ଏହା ତ ମୋ ଜମି ପାଇଁ ହୋଇଛି। ମୋ ଜମିରେ ଭଲ ଫସଲ ହୁଏ, ସେଥିପାଇଁ ତୋ ଫସଲ ବି ଭଲ ହୋଇଛି। ଏଥିରେ ପରିଶ୍ରମର କିଛି କଥା ନାହିଁ, ବୁଝିଲୁ? ମାଲିକ, ଜମି କେତେ ବି ଭଲ ହୋଇଥାଉ, ଯଦି ପରିଶ୍ରମ ନ କରିବ ତ ଭଲ ଫସଲ କେମିତି ହେବ? ଏସବୁ ମୋ ପରିଶ୍ରମର ଫଳ। ଅଧିକ କଥା କହନା ରାଜୁ। ପରିଶ୍ରମ ଯିଏ ବି କରୁ, ଅସଲି ହକଦାର ସିଏ, ଯାହାର ଏ ଜମି। ସର୍ତ୍ତ ଅନୁସାରେ ମୋର ଅଧା ଫସଲ ବାହାର କରେ। ଜଲ୍ଦି କରେ, ମୋର ବହୁତ କାମ ଅଛି। ଏମିତି କହି ଜମିଦାର ରାଜୁର ଅଧା ଫସଲ ନେଇଯାଏ, ଆଉ ଖରାପ ଫସଲ ରାଜୁ ପାଇଁ ଛାଡ଼ିଦିଏ। ଏହା ଦେଖି ରାଜୁ ବହୁତ ଦୁଃଖୀ ହୋଇଯାଏ। ହେ ଭଗବାନ, ଏତେ କଷ୍ଟ କଲା ପରେ ବାସ୍ ଏତିକି ଫସଲ ମୋ ପାଖକୁ ଆସିଛି। ଗରିବମାନଙ୍କୁ ଲୋକେ ଏମିତି ହିଁ ଲୁଟନ୍ତି। ପରିଶ୍ରମ କଲା ପରେ ବି ଆମ ପାଖକୁ କିଛି ଆସେନି। ହେ ଈଶ୍ୱର, କେବେ ମୋର ନିଜ ଜମି ହେବ? କିଛି ମାସ ପରେ ରାଜୁର ଝିଅ ସୀମା ସହରରୁ ଗାଁକୁ ଫେରିଲା। ସେ ଯେବେ ଗାଁର ଅବସ୍ଥା ଦେଖିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା। ବାପା, ଆମ ଗାଁର ଅବସ୍ଥା ଏମିତି କ'ଣ ପାଇଁ? ସବୁ ଦୁଃଖୀ ଆଉ ଚିନ୍ତିତ ଦେଖାଯାଉଛନ୍ତି। ଏମିତି କ'ଣ ହୋଇଛି?
ଝିଅ ସୀମା, ଆମ ଗରିବ ଚାଷୀମାନେ ଏମିତି ହିଁ। ଯେ ପର୍ଯ୍ୟନ୍ତ ଜମିଦାର ରଘୁ ପରି ଲୋକ ଆମ ଚାଷୀମାନଙ୍କର ଫାଇଦା ଉଠାଉଛନ୍ତି, ପରିଶ୍ରମ ଆମେ କରିବୁ, ଆଉ ତା ଫଳ ରଘୁ ଜମିଦାର ପରି ବଡ଼ ଲୋକ ନେଉଛନ୍ତି। ଆମ ପାଖରେ ନା ଜମି ଅଛି ନା ଅଧିକାର। ଆମେ ଖାଲି ପରିଶ୍ରମ କରିବୁ ଆଉ ଭୋକରେ ରହିବୁ। ଏମିତି ଆଶ୍ଚର୍ଯ୍ୟ କଥା ଶୁଣି ସୀମା ଦୁଃଖୀ ହୋଇଯାଏ। ବାପା, ତୁମେ ଚିନ୍ତା କରନି, ଏବେ ମୁଁ ଆସିଯାଇଛି। ଏମିତି ଅନ୍ୟାୟ ଆଉ ଚାଲିବନି। ଆଜିଠୁ ମୁଁ ତୁମ ସହ କ୍ଷେତରେ କାମ କରିବି। ସେ ଲୋଭୀ ଜମିଦାରକୁ ତା ଲୋଭରେ ହିଁ ବାନ୍ଧିଦେବି। ତା ପର ଦିନ ହିଁ ସୀମା ଜମିଦାର ପାଖକୁ ଯାଏ। ଆରେ ସୀମା, ତୁମେ ଏଠି? କୁହ, ତୁମକୁ କ'ଣ ଦରକାର? ମତେ କରରେ ଜମି ଦରକାର। ତୁମେ ଗୋଟେ ଝିଅ ହୋଇକି ଚାଷ କରିବ? ତୁମେ ଏବେ ଛୋଟ ଅଛ, ତୁମେ ପଢ଼ା ଲେଖା ପିଲା, ଚାଷ କରିପାରିବନି। ନା ମାଲିକ, ଏମିତି କୁହନି। ମୁଁ ଯେତେ ପଢା ଲେଖା ହେଲେ ବି ଗୋଟେ ଚାଷୀର ଝିଅ। ଚାଷ କରିବା ମତେ ଭଲ ଭାବରେ ଆସେ। ଠିକ ଅଛି, ତୁମ କଥା ମୁଁ ମାନୁଛି। ଆପଣଙ୍କୁ ବହୁତ ଧନ୍ୟବାଦ ମାଲିକ। ଆରେ ଧନ୍ୟବାଦ ପରେ ଦେଇଦବୁ, ପ୍ରଥମେ ମୋ ସର୍ତ୍ତ ଶୁଣେ। କୁହନ୍ତୁ ମାଲିକ, ଆପଣଙ୍କର ସର୍ତ୍ତ କ'ଣ? ଇଏ ତ ପିଲାଟା, ଏମିତି କିଛି କରିବି ଯେମିତି ସବୁ ଫସଲ ମୋର ହୋଇଯିବ। ତା ବାପା ରାଜୁ ସବୁ ବର୍ଷ ଗହମ ଚାଷ କରେ, ଏ ବର୍ଷ ବି ଗହମ କରିବ। ଆଚ୍ଛା ସୀମା ଶୁଣ, ତୁମେ ଯାହା ବି ଫସଲ ଲଗେଇବ ତାର ଅଧା ଭାଗ ମୁଁ ରଖିବି, ଅଧା ତୁମେ ରଖିବ। ଯେମିତି ଉପର ଭାଗ ମୁଁ ରଖିବି ଓ ତଳ ଭାଗ ତୁମେ ରଖିବ। ତୁମେ କ'ଣ ଏଥିରେ ରାଜି ଅଛ? ଠିକ ଅଛି ମାଲିକ, ମୁଁ ତୁମ ସର୍ତ୍ତରେ ରାଜି ଅଛି। ତା ପର ଦିନଠୁ ସୀମା ତା ବାପା ସହ କାମ କରିବାରେ ଲାଗି ପଡେ। ସୀମା ଏ ବର୍ଷ ଗହମ ବଦଳରେ ଆଳୁର ଚାଷ କଲା। ଆଉ କିଛି ଦିନ ପରେ ଆଳୁର ଫସଲ ହୋଇଯାଏ। ଏଥର ଆଳୁର ଫସଲ ବହୁତ ଭଲ ହୋଇଥାଏ। ଏବେ ବାପ ଝିଅ ମିଶିକି ଆଳୁ ଉପୁଡାଇବାରେ ଲାଗିଯାଆନ୍ତି। ଫସଲର ଖବର ପାଇଲା ପରେ ରଘୁ ଜମିଦାର ସୀମା ପାଖକୁ ଆସେ। ଆରେ ସୀମା, ସର୍ତ୍ତ ମନେ ରଖିଛୁ ନା? ହଁ ମାଲିକ, ଅଧା ତୁମର ଓ ଅଧା ମୋର। ଆଉ ତୁମେ କହିଥିଲ କି ଉପରର ଭାଗ ତୁମର ଓ ତଳର ଭାଗ ମୋର। ଏହା ତ ଗହମର ଫସଲ ନାହିଁ, ଇଏ ତ ଚାଲାକି କରିଛି। ଏହା ତ ଆଳୁର ଫସଲ। ଇଏ କ'ଣ ସୀମା? ଇଏ ତ ଆଳୁର ଫସଲ। ଇଏ ଆପଣଙ୍କର ହିଁ ସର୍ତ୍ତ ଥିଲା ମାଲିକ, ଆଉ ଆପଣ ହିଁ କହିଥିଲେ। ଏବେ ଆପଣ ହିଁ ସର୍ତ୍ତ ମାନିବାକୁ ରାଜି ନାହାନ୍ତି। ହେଲେ ଆଳୁର ଡାଳ ଘାସ ନେଇକି ମୁଁ କ'ଣ କରିବି? ସବୁ ଆଳୁ ତ ତୁମେ ନେଉଛ। ମାଲିକ, ମୁଁ କିଛି ଜାଣିନି। ଆପଣ ଆପଣଙ୍କ ଉପରର ଭାଗ ନେଇ ଯାଆନ୍ତୁ। ଏହିପରି ନିଜକୁ ଚାଲାକି ଦେଖେଇ ସୀମା ବେଇମାନ ଜମିଦାରକୁ ମୁହଁ ଭଙ୍ଗା ଜବାବ ଦେଲା। ସୀମା ଆଳୁ ନେଇ ଘରକୁ ଆସିଲା ଆଉ ଡାଳ ଘାସ ଜମିଦାର ଭାଗରେ ଛାଡ଼ିକି ଆସିଲା। ମାଲିକ, ପୁରା ଗାଁରେ ଆଜି ପର୍ଯ୍ୟନ୍ତ କିଏ ବି ଆପଣଙ୍କୁ ଚାଲାକି ଦେଖେଇବାକୁ ସାହସ କରିନି। ହେଲେ ରାଜୁର ଝିଅ ସୀମା ଏତେ ସହଜରେ ତୁମକୁ ମୂର୍ଖ କରିଦେଲା। ଏ ରାଜୁର ଝିଅ ମତେ କ'ଣ ମୂର୍ଖ ବନେଇବ? ଆଗକୁ ତାକୁ ଏମିତି ପାନ ଦେବି, ସେ ପୁଣି ଏମିତି କରିବାକୁ ସାହସ କରିବନି। କିଛି ଦିନ ପରେ ସୀମା ପୁଣି ଜମିଦାର ଘରକୁ ଯାଏ। ଆପଣ କେମିତି ଅଛନ୍ତି ମାଲିକ? ଆରେ ସୀମା, କେମିତି ଅଛୁ ତୁ? କହ, କ'ଣ ଦରକାର? ଆପଣଙ୍କର ଜମି ପୁଣି ମତେ ଦରକାର। ଠିକ ଅଛି, ମୁଁ ମୋ ଜମି କରରେ ତତେ ଦେବି। ମୋର ଏଥର ବି ସର୍ତ୍ତ, କାନ ଖୋଲିକି ଶୁଣେ ଝିଅ। ଏଥର କିଛି ବି ଚାଲାକି ଚଳିବନି। ଏଥର ତଳ ଭାଗ ମୁଁ ନେବି ଆଉ ଉପରର ଭାଗ ତୁ ନେବୁ। କ'ଣ ତତେ ସର୍ତ୍ତ ମଞ୍ଜୁର କି? ମାଲିକ, ମତେ ଏ ସର୍ତ୍ତ ମଞ୍ଜୁର ଅଛି। ଏଥର ଫସଲର ଉପର ଭାଗ ବି ମୋର ହିଁ ହବ। ଏହାପରେ ସୀମା ଜମିଦାର ସହ କଥା ହୋଇକି ଘରକୁ ଆସେ। ଏଥର ବି ସୀମା ପରିଶ୍ରମରେ ଲାଗି ପଡେ। ସୀମା ଏଥର ଗହମର ଫସଲ କରେ। ଗହମର ଫସଲ ବହୁତ ବଢିଆ ହୁଏ। ଆରେ ୱାଃ, ଏଥର ତ ଗହମର ଫସଲ ବହୁତ ବଢିଆ ହେଇଛି। ମଜା ଆସିଗଲା। ଆସିବାକୁ ଦିଅ ସେ ବେଇମାନ ଜମିଦାରକୁ। କେମିତି ମଜା ଚଖଉଛି ଦେଖ। କିଛି ଦିନ ପରେ ଜମିଦାର ସୀମା ପାଖକୁ ଆସେ। ଯେମିତି ହିଁ ଜମିଦାର ସୀମାର କ୍ଷେତରେ ପହଞ୍ଚିଲା, ଗହମର ଫସଲ ଦେଖି ତାର ମୁଣ୍ଡ ଖରାପ ହୋଇଗଲା। ଆରେ ଇଏ କ'ଣ?
ଏ ସୀମା ତ ଏଥର ଗହମର ଚାଷ କରିଛି। ମୁଁ ଏ ଝିଅକୁ ଯେତିକି ଚାଲାକ ଭାବିଥିଲି ସେ ତାଠାରୁ ବି ଅଧିକ ଚାଲାକ ବାହାରିଲା। ନମସ୍କାର ମାଲିକ, ଆପଣ ଭଲ ଅଛନ୍ତି ନା? ଦେଖନ୍ତୁ ମାଲିକ, ଏଥର ମୁଁ ଗହମର ଚାଷ କରିଛି। ଫସଲର ଉପର ଭାଗ ମୋର ହବ ଆଉ ତଳର ଭାଗ ଆପଣଙ୍କର ହବ। ଏହିପରି ଦ୍ୱିତୀୟ ଥର ମଧ୍ୟ ସୀମା ଜମିଦାରଙ୍କୁ ମୂର୍ଖ କରିଦେଲା ଆଉ ଜମିଦାର ଗୋଟିଏ ଥର ପୁଣି ଧୋକା ଖାଇ ରାଗରେ ଜଳିଗଲା। ଆରେ ମାଲିକ, ସେ ବକଟେ ଝିଅକୁ ଦେଖ। ଆପଣଙ୍କ ପରି ଏତେ ବଡ଼ ଚାଲବାଜକୁ ସେ ପୁଣି ମୂର୍ଖ କରିଦେଲା। ତୁମେ ଠିକ କହିଛ। ମୁଁ ତ ତାକୁ ପିଲା ଭାବିଥିଲି, ହେଲେ ସେ ପିଲା ମତେ ପୁଣି ମୂର୍ଖ କରିଦେଲା। ଆଗାମୀ ଥର ଆସୁ ସେ, ଜାଣିବ ଜମିଦାର ରଘୁ କେମିତିକା ଲୋକ। ସୀମା ଘରକୁ ଫସଲ ଆଣିଲା ଆଉ ରାଜୁ ଓ ସୀମା ଏବେ ବହୁତ ଖୁସି ଥିଲେ। କିଛି ଦିନ ପରେ ପୁଣି ଚାଷ କରିବାର ସମୟ ଆସିଲା। ଚାଲ ଆଜି ପୁଣି ସେ ବେଇମାନ ଜମିଦାର ସହ ଦେଖା କରିବା ଆଉ ତାଠୁ ଜମି କରରେ ଆଣି ଚାଷ କରିବା ଆଉ ଦେଖିବା ଏଥର ସେ ଜମିଦାର ସର୍ତ୍ତରେ କ'ଣ ବୁଦ୍ଧି ଲଗାଉଛି। ଏହା ଭାବି ସୀମା ଜମି କରରେ ଆଣିବା ପାଇଁ ସେ ଜମିଦାର ପାଖକୁ ଯାଏ। ଆଚ୍ଛା, ତୁ ପୁଣି ମୋ ପାଖକୁ ଆସିଛୁ। ଦେଖେ ଝିଅ, ତୁ ମୋଠୁ ଅଧିକ ହୁସିଆର ହେବାକୁ ଚେଷ୍ଟା କରେ ନା। ମୁଁ ବି ଜମିଦାର ରଘୁ। ମତେ ହୁସିଆର ଆସୁନି ମାଲିକ। ମୁଁ ତ ଜଣେ ଗରିବ ଚାଷୀର ଝିଅ। ହୁସିଆର ଆପଣମାନେ, ଯାହାକି ଗାଁର ଗରିବ ଚାଷୀମାନଙ୍କର ପରିସ୍ଥିତିର ଫାଇଦା ନେଉଛନ୍ତି। ନିଜ ମୁହଁକୁ କାବୁରେ ରଖି ସୀମା, ଏ ତୁମେ କ'ଣ କହିଯାଉଛ? ଏଠି ଅଧିକ ଜ୍ଞାନ ଦେବା ଦରକାର ନାହିଁ। ଠିକ ଅଛି ମାଲିକ, ଚାଲ କାମର କଥା ହବା ଏବେ। ମତେ ଏଥର ବି ଆପଣଙ୍କ ଜମି କରରେ ଦରକାର। କୁହନ୍ତୁ ମାଲିକ, ଏଥର ଆପଣଙ୍କର କ'ଣ ସର୍ତ୍ତ ଅଛି? ହଁ ହଁ, ସର୍ତ୍ତ ତ ଅଛି। ତୁ ନିଜକୁ ବହୁତ ହୁସିଆର ମାନୁଛୁ ନା ସୀମା? ଏଥର ଫସଲର ଉପର ଭାଗ ଓ ତଳର ଭାଗ ମୋର ହବ ଓ ମଝିର ଭାଗ ତୋର ହବ। ଏବେ କହ, ମୋର ଏ ସର୍ତ୍ତ ତୋତେ ମଞ୍ଜୁର ଅଛି? ବିଲକୁଲ ମଞ୍ଜୁର ଅଛି ମାଲିକ, ଯେମିତି ଆପଣ କହିବେ। ଆଚ୍ଛା ଠିକ ଅଛି ମାଲିକ, ମୁଁ ଏଥର ଆସୁଛି। ମତେ ଫସଲ ପାଇଁ କାମ କରିବାକୁ ଅଛି। ବେଇମାନ ଜମିଦାରର କଥା ମାନି ସୀମା ନିଜ ଘରକୁ ଚାଲିଯାଏ ଆଉ ସେ ପୁଣି ଚାଷ କାମରେ ଲାଗିଯାଏ ଆଉ ଏଥର ସେ ଆଖୁର ଚାଷ କରେ। ସୀମା ଝିଅ, ଏଥର ତୁମେ କ୍ଷେତରେ କି ଫସଲ ଲଗେଇଛ? ବାପା, ଏଥର ମୁଁ ଆଖୁର ଚାଷ କରିଛି। ଏଥର ଫସଲ ଭଲ ହୋଇଛି। ଏଥର ବି ଆମଦାନୀ ଭଲ ହବ ବାପା। ଇଏ ତ ବହୁତ ଭଲ କଥା ଝିଅ। ତୁ ଖାଲି ଏମିତି ହିଁ ପରିଶ୍ରମ କରିଚାଲୁ। କିଛି ମାସ ପରେ ବେଇମାନ ଜମିଦାର ଓ ତା ଚାକର ଦୁଇ ଜଣ ମିଶି ସୀମା ପାଖକୁ ଆସନ୍ତି। ମାଲିକ, ଏଥର ସୀମାର ମୁଣ୍ଡ ହିଁ ବୁଲାଇ ଦେବ। ଏଥର ତ ଆପଣ ସର୍ତ୍ତ ହିଁ ଏମିତି ରଖିଛନ୍ତି, ଉପରର ଭାଗ ଆପଣଙ୍କର ଓ ତଳର ବି ଭାଗ ଆପଣଙ୍କର। ଠିକ କହିଲୁ ତୁ। ମୁଁ ଏଥର ମୁଣ୍ଡକୁ 100% ଉପଯୋଗ କରି ବ୍ରହ୍ମାସ୍ତ୍ର ଛାଡ଼ିଛି। ମୁଁ ଏବେ ଦେଖୁଛି ସେ ଚାଷୀର ଝିଅ ସୀମା କେମିତି ବଞ୍ଚୁଛି। ଏମିତି ହିଁ ଦୁଇ ଜଣ କଥା ହୋଇ କ୍ଷେତରେ ପହଞ୍ଚି ଯାଆନ୍ତି। ସେ ଦେଖନ୍ତି ଯେ ଏଥର ସୀମା ଆଖୁର ଚାଷ କରିଛି। ଆରେ, ଏଥର ତ ସୀମା ଆଖୁର ଫସଲ ଲଗେଇଛି। ଉପର ତଳ ଭାଗ ମୋର ହବ ଆଉ ମଝିର ଭାଗ ତାର ହବ। ହେଲେ ଏଥର ବି ମୋ ଭାଗରେ ଘାସ ପାଳ ଅଛି। ମୁଁ ଏଥର ବି ମୂର୍ଖ ହୋଇଗଲି, ମାନିଗଲି ଏ ଚାଷୀର ଝିଅର ବୁଦ୍ଧିକୁ। ଆରେ ମାଲିକ, ଆପଣ ଆସନ୍ତୁ ଆସନ୍ତୁ। ଆରେ ବା, ତୁ ତ ଏଥର ବି ମତେ ମୂର୍ଖ କରିଦେଲୁ। ନାହିଁ ମାଲିକ, ଆପଣଙ୍କୁ ମୁଁ ମୂର୍ଖ କରିନି। ଆପଣ ତ ଗାଁର ଗରିବ ଚାଷୀମାନଙ୍କୁ ମୂର୍ଖ କରୁଥିଲେ। ଏଥର ମୁଁ ଆଖୁର ଚାଷ କରିଛି। ସର୍ତ୍ତ ଅନୁସାରେ ଉପର ଓ ତଳ ଭାଗ ଆପଣଙ୍କର ହବ ଓ ମଝି ଭାଗ ମୋର ହବ। ଆରେ ଓ ଚାଷୀର ଝିଅ, ମାଲିକଙ୍କୁ ଅଧିକ ଚାଲାକି ହବାର ଦେଖେଇବାକୁ ଚେଷ୍ଟା କରେ ନା। ବେଇମାନି ଓ ଲୋଭରେ ଇଏ ତ ହେଉଛନ୍ତି ସମସ୍ତଙ୍କର ବାପା। କ୍ଷେତ ବି ଆମର ଓ ଏଥିରେ ଲାଗିଥିବା ଫସଲ ବି ଆମର। ଆରେ ତୁ ଚୁପ ରହ, ଅଧିକ ଚିଲ୍ଲାନା। ଏହା ଆମର ହିଁ କର୍ମର ଫଳ। ଆମେ ଏ ଗାଁର ନିରୀହ ଲୋକଙ୍କୁ ଠକିଛନ୍ତି। ଏବେ ଇଏ ଆମକୁ ଠକିଛି ପ୍ରଥମ ଥର। ଏ ଝିଅ
ମୋ ଆଖି ଖୋଲି ଦେଇଛି। ମୁଁ ଏବେ ବୁଝି ସାରିଛି କି ବେଇମାନିର ଫଳ ସବୁବେଳେ ବେଇମାନି ହିଁ ମିଳେ। ସେଥିପାଇଁ ଆଜିଠାରୁ ମୁଁ କୋଉ ବି ଚାଷୀକୁ ହଇରାଣ କରିବିନି। ସେମାନଙ୍କୁ ତାଙ୍କର ହକ୍ ଦେବି। ଯେତେ ବି ଚାଷୀମାନଙ୍କର ଜମି ବନ୍ଧା ପଡ଼ିଛି ମୁଁ ସବୁ ଫେରାଇ ଦେବି। ଆଉ କେବେ ବି ତାଙ୍କର ଗରିବର ଫାଇଦା ଉଠେଇବିନି। ମାଲିକ, ଆପଣ ତ ଇଏ ବହୁତ ଭଲ କଥା କହିଲେ। ଗୋଟିଏ ଚାଷୀ ଦିନ ରାତି ପରିଶ୍ରମ କରେ ନିଜ ପରିବାର ପାଇଁ, ହେଲେ ନା ସେ ଭଲ କପଡ଼ା ପିନ୍ଧେ ନା ସେ ଭଲ ଖାଇବା ଖାଏ। ନିଜ ପରିବାର ପେଟ ପୋଷିବା ପାଇଁ ସିଏ ଦିନ ରାତି ନିଜ ପେଟ ମାରି କ୍ଷେତରେ ପରିଶ୍ରମ କରେ। ଏମିତି ହିଁ ଚାଷୀମାନଙ୍କ ସହ ବେଇମାନ କରି ତାଙ୍କୁ କଷ୍ଟ ଦେବା ଭଲ କଥା ନାହିଁ। ସେଥିପାଇଁ ତାଙ୍କ ହକ୍ ତାଙ୍କୁ ମିଳିବା ଦରକାର। ଏବେ ବି ସମୟ ଅଛି, ସତର ପଥରେ ଚାଲନ୍ତୁ, ନହେଲେ ଆପଣଙ୍କୁ ଏହାଠାରୁ ବି ବଡ଼ କ୍ଷତି ସାମ୍ନା କରିବାକୁ ପଡ଼ିବ। ଏମିତି ହିଁ ସୀମା ପରିଶ୍ରମ ଓ ବୁଦ୍ଧିରେ ବେଇମାନ ଜମିଦାରକୁ ସତ୍ ପଥରେ ଫେରାଇ ଆଣେ। ଜମିଦାର ରଘୁ ଚାଷୀମାନଙ୍କୁ ଜମି ଓ ଟଙ୍କା ଫେରାଇ ଦେଲା। ସେଦିନ ପରଠୁ ସେଠାକାର ଚାଷୀ ଖୁସିରେ ରହିବାକୁ ଲାଗିଲେ।